ରାତି 1:05 ଘୋର ନିଦରେ ସମସ୍ତେ ଶୋଇଛନ୍ତି। ରାତି ପାଇଲେ ମକ୍ ଡ୍ରିଲର ସାଇରନ୍ ଶୁଣିବ ବୋଲି ଭାବି ବସିଛି ସାରା ଭାରତ। ଆଉ ଠିକ୍ ସେତେବେଳେ ସମସ୍ତେ ଘୋର ନିଦରେ ଶୋଇଛନ୍ତି ବା ଘୁଙ୍ଗୁଡ଼ି ମାରୁଛନ୍ତି। ସେହି ସମୟରେ ଚେଇଁ ଉଠିଥିଲା ଭାରତୀୟ ସେନା। ସିଧା ଭାରତରୁ ବାହାରି ପାକିସ୍ତାନ ସୀମାରେ ପହଞ୍ଚିଥିଲା ଭାରତୀୟ ସେନା। ହଠାତ୍ କିଛି ବୁଝିବା ପୂର୍ବରୁ 9ଟି ସ୍ଥାନକୁ ଟାର୍ଗେଟ୍ କରି ଧ୍ୱଂସ କରିଦେଇଥିଲା ଭାରତୀୟ ସେନା। ପାକିସ୍ତାନର 4ଟି ଓ ପିଓକର 5ଟି ସ୍ଥାନକୁ କରିଥିଲା ଧ୍ୱଂସ ଭାରତୀୟ ସେନା। ଏବଂ ଏହି ରାତ୍ରିରେ ପହଲଗାମର ପ୍ରତିଶୋଧ ନେଇ ପାକିସ୍ତାନରୁ ଫେରିଛି ଭାରତୀୟ ସେନା। ଅପରେସନ ସିନ୍ଦୁର ଜରିଆରେ ପାକିସ୍ତାନ ଏବଂ ପିଓକରେ ଥିବା ମୋଟ 9ଟି ସକ୍ରିୟ ଆତଙ୍କୀ ଭିତ୍ତିଭୂମିକୁ ଉଡ଼େଇ ଦେଇଥିଲା ଭାରତୀୟ ସେନା। ଠିକ୍ 1:30 ସୁଦ୍ଧା ଅପରେସନ କମ୍ପ୍ଲିଟ୍ କରି ଭାରତୀୟ ସେନା ରିଟର୍ଣ୍ଣ ଭାରତକୁ ଫେରି ଆସିଥିଲା। ପୂର୍ବରୁ 2016ରେ ସର୍ଜିକାଲ ଷ୍ଟ୍ରାଇକ୍ ଏବଂ 2019ରେ ବାଲାକୋଟ ଏୟାର ଷ୍ଟ୍ରାଇକ୍ ପିଓକରେ କରାଯାଇଥିଲା। କିନ୍ତୁ 1971 ମସିହା ପରେ ପ୍ରଥମ ଥର ପାଇଁ ଭାରତୀୟ ସେନା ପାକିସ୍ତାନର ସୀମା ଭିତରକୁ ପଶି ପାକିସ୍ତାନକୁ ଆକ୍ରମଣ କରି ଆସିଅଛି ଏବଂ ଏଥିରେ ପାଖାପାଖି 100ରୁ ଅଧିକ ଆତଙ୍କବାଦୀ ମାଟିରେ ମିଶି ଯାଇଛନ୍ତି। ପ୍ରଥମ ଥର ପାଇଁ ଭାରତର ସମସ୍ତ ପଲିଟିକାଲ ପାର୍ଟି ଏହି ଅପରେସନ ସିନ୍ଦୁର ଜରିଆରେ ସମସ୍ତେ ଏକ ହୋଇଛନ୍ତି ଏବଂ ଭାରତର ସୁରକ୍ଷା ପାଇଁ ସେମାନେ ଏକାଠି ହୋଇ ଲଢ଼ୁଛନ୍ତି। କିନ୍ତୁ ଦର୍ଶକ ବନ୍ଧୁ, ଭାରତୀୟ ସେନା କେଉଁ ସ୍ଥାନ ଗୁଡ଼ିକ ବାଛିଥିଲା ଏବଂ ସେହି ସ୍ଥାନ ଗୁଡ଼ିକ କାହିଁକି ବାଛିଥିଲା, ଆସନ୍ତୁ ବର୍ତ୍ତମାନ ଆମେ ଆଲୋଚନା କରିବା। ପ୍ରଥମଟି ହେଲା ସବାଇନାଲ କ୍ୟାମ୍ପ, ଯାହା ପିଓକେର 30 କିଲୋମିଟର ଭିତରେ ଥିବା ଗୋଟିଏ ସ୍ଥାନ, ଯାହାର ସୋଲମାର୍ଗ, ଗୁଲମାର୍ଗ ଓ ପହଲଗାମ ହାମଲାରେ ଲିଙ୍କ ରହିଥିଲା। ଦ୍ୱିତୀୟଟି ହେଲା କୋଟଲି ଗୁଲପର କ୍ୟାମ୍ପ, ରାଜୌରୀର ବିପରୀତ ଦିଗରେ ଅର୍ଥାତ୍ ଏଲଓସି ଠାରୁ 15 କିଲୋମିଟର ଦୂରରେ ରହିଥିଲା ଏହି କ୍ୟାମ୍ପ। ଏହା ହେଉଛି ଲସ୍କରର ବୋମା ତିଆରି କରିବାର ଗୋଟେ ବଡ଼ କ୍ୟାମ୍ପ। ତୃତୀୟଟି ହେଲା ବର୍ନାଲ କ୍ୟାମ୍ପ, ଏହା ଏଲଓସି ଠାରୁ 10 କିଲୋମିଟର ଦୂରରେ ରହିଛି। ଚତୁର୍ଥଟି ହେଲା ସିଏଲକୋଟ ସର୍ଜାଲ କ୍ୟାମ୍ପ, ଏହି ସ୍ଥାନଟି ଅନ୍ତର୍ଜାତୀୟ ସୀମାରୁ 8 କିଲୋମିଟର ଦୂରରେ ରହିଛି। ମହମୁନା କ୍ୟାମ୍ପ ଆଇବି ଠାରୁ 15 କିଲୋମିଟର ଦୂରରେ ସିଏଲକୋଟ ନିକଟରେ ରହିଛି ଏହି କ୍ୟାମ୍ପ। ଏହା ଥିଲା ଗୋଟେ ଟ୍ରେନିଂ କ୍ୟାମ୍ପ। 6 ନମ୍ବରଟି ହେଲା ମୁରିବେକ୍ କ୍ୟାମ୍ପ, ଏହା ଏଲଓସି ଠାରୁ 30 କିଲୋମିଟର ଦୂରରେ ରହିଛି ଏବଂ 26/11 ତାଜ ହୋଟେଲର ଯେଉଁ ଦୁର୍ଘଟଣାଟି ଘଟିଥିଲା, ଯେଉଁ ହାମଲାଟି ଘଟିଥିଲା, ଏହି କ୍ୟାମ୍ପର ସେହି ଦୁର୍ଘଟଣା ସହ ଲିଙ୍କ ରହିଥିଲା। ବିଲେଇ କ୍ୟାମ୍ପ, ଏହା ହେଉଛି ଜୈସର ଟେରର ଲଞ୍ଚ ପ୍ୟାଡ୍। ବାହାବଲପୁର, ଏହି କ୍ୟାମ୍ପଟି ଅନ୍ତର୍ଜାତୀୟ ସୀମା ଠାରୁ 100 କିଲୋମିଟର ଦୂରରେ ଅଛି। 9 ନମ୍ବରଟି ହେଉଛି ସର୍ଜାଲ କ୍ୟାମ୍ପ, ଯାହା ଅନ୍ତର୍ଜାତୀୟ ସୀମାରୁ 8 କିଲୋମିଟର ଦୂରରେ ଏହି କ୍ୟାମ୍ପଟି ରହିଥିଲା। କିନ୍ତୁ ପ୍ରଶ୍ନ ଉଠିବା ସ୍ୱାଭାବିକ, ଏହି ସମସ୍ତ କ୍ୟାମ୍ପକୁ କାହିଁକି ବାଛିଥିଲା ଭାରତୀୟ ସେନା? ଏହି ସମସ୍ତ ସ୍ଥାନକୁ ଟାର୍ଗେଟ କରିବାର ବଡ଼ ସ୍ଥାନ ହେଉଛି ଆମ ଭାରତରେ ଯେଉଁ ସବୁ ଆତଙ୍କୀ ହେଉଥିଲା, ସେହି ସମସ୍ତ ଆତଙ୍କୀରେ ଏହି 9ଟି କ୍ୟାମ୍ପର ଲିଙ୍କ ସିଧାସଳଖ ଭାବେ ରହିଥିଲା। ଏହି ସମସ୍ତ ସୂଚନା ଭାରତୀୟ ଗୁଇନ୍ଦା ସଂସ୍ଥା ଏହାକୁ ଚିହ୍ନଟ କରିଥିଲେ ଏବଂ ଭାରତୀୟ ସେନା ଏହାକୁ ଏକ୍ଜିକ୍ୟୁଟ କରିଥିଲେ। ଏହି ଅପରେସନକୁ ସକ୍ସେସଫୁଲ କରିବା ପାଇଁ ଭାରତୀୟ ସେନା ବିଭିନ୍ନ ଅସ୍ତ୍ରଶସ୍ତ୍ରର ବ୍ୟବହାର କରିଥିଲେ, ଯେମିତିକି ସ୍କାଲଫ କ୍ରୁଜ ମିସାଇଲ, ହାମାର ବୋମା, ଆତ୍ମଘାତୀ ଡ୍ରୋନ। ତ ଆସନ୍ତୁ ଦେଖିବା ସ୍କାଲଫ କ୍ରୁଜ ମିସାଇଲ କ'ଣ। ଏହା ହେଉଛି ଏକ ଦୂରଗାମୀ ମିସାଇଲ, ଯାହାର ଲକ୍ଷ୍ୟଭେଦ କ୍ଷମତା ହେଉଛି 250 କିଲୋମିଟର। ଏହା ସୀମା ଠାରୁ 250 କିଲୋମିଟର, ମାନେ ଯେଉଁ ସ୍ଥାନଠୁ ଇଏ ଆରମ୍ଭ କରିବ ସେହି ସ୍ଥାନରୁ 250 କିଲୋମିଟର ପର୍ଯ୍ୟନ୍ତ ଭିତରକୁ ଯାଇ ଏହି ମିସାଇଲଟି ଆକ୍ରମଣ କରିପାରିବ। ଦ୍ୱିତୀୟଟି ହେଉଛି ହାମାର ବମ୍। ଏହାକୁ କଠିନ ବା ଶକ୍ତିଶାଳୀ ଟାର୍ଗେଟକୁ ଧ୍ୱଂସ କରିବା ପାଇଁ ଏହି ମିସାଇଲଟି ବ୍ୟବହାର କରାଯାଏ।
तीन नंबरटी है आत्मघाती ड्रोन। यही ड्रोन प्रथमे टार्गेट रे पहुंचे एवं टार्गेट रे पहुंचला परे आपे आपे सही टार्गेट रे पड़ जाई थाए एवं सही स्थानटी को से ध्वंस कर जाई थाए। ऑपरेशन सिंदूर कंप्लीट करिवारे प्रमुख भूमिका ग्रहण करिथिला एही आत्मघाती ड्रोन।